ସୁପ୍ରଭାତ। କାଲି ଗୋଟିଏ ସାଙ୍ଗ ଘରକୁ ମୁଁ ବୁଲିବାକୁ ଯାଇଥିଲି। ତାଙ୍କ ଘରକୁ ତାଙ୍କ ଭଉଣୀ ଭିଣେଇ ଆସିଲେ, ଜଏଣ୍ଟ ଫ୍ୟାମିଲି। ଆଜ୍ଞା ଜାଣିଛନ୍ତି, ସମସ୍ତ ଝିଅର ଘରର ସମସ୍ତ ସଦସ୍ୟ ଯେତିକି ଝିଅଠୁ ଛୋଟ ଅଛନ୍ତି ସମସ୍ତେ ଦେଇ ମୁଣ୍ଡିଆ ମାରୁଛି, ଦେଇ ମୁଣ୍ଡିଆ ମାରୁଛି, ଦେଇ ମୁଣ୍ଡିଆ ମାରୁଛି, ସମସ୍ତେ କଲେ। ଖୁସି ଲାଗିଲା। ମୋର ଆଖିଟା ଥିଲା ଯେ ଦେଇର ସ୍ୱାମୀ, ଯେ ଭାଇ ମୋ ସାଙ୍ଗ, ତାକୁ ମୁଣ୍ଡିଆ ମାରିବେ। ତାଙ୍କୁ କିନ୍ତୁ ଠିଆ ନମସ୍କାର, ଭାଇ ନମସ୍କାର, ଦେଇ ମୁଣ୍ଡିଆ, ଭାଇ ନମସ୍କାର, ଦେଇ ମୁଣ୍ଡିଆ। କିଛି ସମୟ ପାଇଁକା ମୁଁ ଚୁପଚାପ ରହିଥିଲି। ଆମର ଶାସ୍ତ୍ରରେ ଅଛି, ଯଦି ଜଣେ ଗୁରୁଜନକୁ ଆପଣ ମୁଣ୍ଡିଆ ମାରୁଛନ୍ତି, ତାଙ୍କ ପାଖରେ ତାଙ୍କର ସହଯୋଗୀ, ସାଙ୍ଗ, ସୁଖ କିଏ ଅଛନ୍ତି, ତାଙ୍କୁ ବି ମୁଣ୍ଡିଆ ମାରିବେ, ନହେଲେ ତାଙ୍କୁ ମଧ୍ୟ ଅପମାନ ହୁଏ। ତେଣୁ ସେହି କ୍ରମରେ ଆମେ ପିଲାଦିନେ ଶିଖିଛୁ, ଯଦି କିଏ ଗୁରୁଜନ ବସିଥାନ୍ତି ତାଙ୍କୁ ମୁଣ୍ଡିଆ ମାରିବୁ, ତାଙ୍କ ପାଖରେ ଯିଏ ବସିଥିବେ ଗୁରୁଜନ ସ୍ତରୀୟ, ତାଙ୍କୁ ବି ମୁଣ୍ଡିଆ ମାରିବାଟା ନିହାତି ଉଚିତ। କିନ୍ତୁ ଏଠି ପୁରା ଓଲଟା, ଦେଇକୁ ମୁଣ୍ଡିଆ, ଭାଇକି ନମସ୍କାର। ଘଣ୍ଟେ ଦେଢ଼ ଘଣ୍ଟା ପରେ ପଚାରିଲି ସାଙ୍ଗକୁ, ଆରେ ତତେ କ'ଣ ମୁଣ୍ଡିଆ ମାରନ୍ତିନି କି? ତତେ କ'ଣ ମନା କରିଛନ୍ତି କି ମୁଣ୍ଡିଆ ମାରିବା ପାଇଁ? ତୁ ମନା କରୁଛୁ କି? ନା ନାଇଁ, ବାହାରେ ଚାଲେ କହିବି। ବାହାରକୁ ଆସିଲା ପରେ କହିଲା, ଭାଇ କ'ଣ କହିବି? ବାହା ହେଲା ଦିନଠାରୁ ମୁଁ ଯେତେବେଳେ ଘରକୁ ପ୍ରବେଶ କରେ, ଶ୍ୱଶୁର ଘରକୁ, ସେଇ ଦେଇକି ମୁଣ୍ଡିଆ ଚାଲେ, ଆଉ ମୋତେ ନମସ୍କାର କରନ୍ତି। ସାଙ୍ଗ, ଦୁଃଖ ଲାଗେ। ଆମ ସଂସ୍କୃତି ତ ଏଇଆ ନାହିଁ ନା, ଦେଇକି ମୁଣ୍ଡିଆ ମାରିବ, ଭାଇକି ମୁଣ୍ଡିଆ ମାରିବ, ଫରକ କ'ଣ ଅଛି? ମୁଣ୍ଡିଆ ମାରିଲେ ତ ଆଶୀର୍ବାଦ ହାତଟା ଉପରକୁ ଯିବ ନା। କିନ୍ତୁ ଭାବୁଛନ୍ତି ତ? ପରେ ବୁଝୁ ବୁଝୁ ଜଣାପଡ଼ିଲା ସେଇ ଫ୍ୟାମିଲିଟି, ଯେମିତି କହନ୍ତିନି ମଦର ଡୋମିନେଟିଂ ଫ୍ୟାମିଲି, ସେମିତି ଇଏ ବି ସେଇ ସ୍ତ୍ରୀ ଡୋମିନେଟିଂ ହଜବ୍ୟାଣ୍ଡ। ମୁଁ ତାକୁ ପଚାରିଲା, ତାହେଲେ କ'ଣ ତୋ ସ୍ତ୍ରୀ ତୋତେ ଡୋମିନେଟ୍ କରି ରଖିଛି? ନା, ମୁଁ ସେମିତି କେବେ ଭାବିନି। କିନ୍ତୁ ମୁଁ ଯେତେବେଳେ ବି ଶ୍ୱଶୁର ଘରକୁ ଯାଏ, ମୁଁ ପ୍ରିପେୟାର ହେଇକି ଥାଏ ଯେ ମୋତେ ନମସ୍କାର ମିଳିବ, ଦେଇକି ମୁଣ୍ଡିଆ ମାରିବେ ଲୋକ, ପିଲାମାନେ। ଆଉ ଥରେ ବି ମୁଁ ପଚାରିଥିଲି, ଗୋଟେ କ୍ଲୋଜ୍ ଶଳାକୁ ପଚାରିଥିଲି, ଆରେ ତୁ ନାନୀକି ମୁଣ୍ଡିଆ ମାରିଲୁ, ଏ ଦେଇକି ମୁଣ୍ଡିଆ ମାରିଲୁ, ମୋତେ କାହିଁ ମୁଣ୍ଡିଆ ମାରିଲୁନି କିରେ? ମୋ ବେଳକୁ କ'ଣ ତ ପେଟ କାଟିଲା ନା କ'ଣ? ଏମିତି ମଜାରେ କହିଲା। ଶଳାଟି ଉତ୍ତର ଦେଲା, ଦେଇ ଆମର ମା ପରିକା ପାଳିଛି, ଆଉ ତାକୁ ତ ମୁଣ୍ଡିଆ ଅଟୋମେଟିକ୍ ହେଇଯାଉଛି, ଆଉ ତମେ ତ ଏବେ ଆସିଲ ନା ଭାଇ। ଆନ୍ସର ହେଲା ଏଇଆ। ଆପଣଙ୍କର ମତାମତ କ'ଣ? ମୋ ମତାମତ ହେଲା ଦେଇକି ମୁଣ୍ଡିଆ ମାରିବ ମାନେ ଭାଇକି ମୁଣ୍ଡିଆ ମାରିବ, ଏଇଟା ଠିକ୍ କଥା। କ'ଣ କହୁଛନ୍ତି?